ନମସ୍କାର। ଏକ ଅନୁଭୂତି 2021 ମସିହାର କଥା। କରୋନା ମହାମାରୀ ମଣିଷ ସମାଜକୁ ଦୋହଲାଇ ଦେଇଥିଲା। ସେହି ସମୟରେ ହଠାତ୍ ଆମେ ସ୍ୱାମୀ ସ୍ତ୍ରୀ କରୋନାରେ ଆକ୍ରାନ୍ତ ହେଲୁ। ମନ ଭିତରକୁ ଆସିଗଲା ଅନେକ ଦୁଶ୍ଚିନ୍ତା। ବିପଦ ମାଡ଼ି ଆସୁଥିବା ଜାଣି ଭୟଭୀତ ହେଲୁ। କରୋନାର ନିୟମ ଅନୁଯାୟୀ ପରିବାର, ସାହି ପଡ଼ିଶା ଓ ବନ୍ଧୁବାନ୍ଧବଙ୍କଠାରୁ ଦୂରେଇ ଯିବାକୁ ବାଧ୍ୟ ହେଲୁ। ନିଜ ପିଲାମାନଙ୍କର ସାନ୍ନିଧ୍ୟ ପାଇବାରୁ ବଞ୍ଚିତ ହେଲୁ। କାଳେ ରୋଗଟା କାହା ପାଖକୁ ଉଡ଼ିଯିବ କି? ଶାରୀରିକ କଷ୍ଟ ଓ ମାନସିକ ଯନ୍ତ୍ରଣାରେ ଛଟପଟ ହେଉଥିଲୁ। ସେହି ସମୟରେ ଜଣେ ଜଣକୁ ଦେଖି ନ ଦେଖିଲା ପରି ବାଟ ଭାଙ୍ଗି ଚାଲି ଯାଉଥିଲା। ସମସ୍ତେ ନିଜ ନିଜର ଜୀବନ ବଞ୍ଚାଇବାକୁ ବ୍ୟସ୍ତ ଥିଲେ। ଘର, ରାସ୍ତାଘାଟ, ଦୋକାନ ବଜାର ସବୁ ଯେମିତି ଶୂନଶାନ। ସେଦିନ ରାତି 11ଟା। ଫୋନ୍ ପରେ ଫୋନ୍ ବାଜି ଉଠିଲା। ଶୀଘ୍ର ଆସ, ଆମ୍ବୁଲାନ୍ସ ଆସିଗଲାଣି। ଅଜଣା ଆଶଙ୍କାରେ ଦେହ ଥରି ଉଠିଲା। ହସ୍ପିଟାଲ ଯିବାକୁ କାହାକୁ ବା ଭଲ ଲାଗେ? ତଥାପି ନିଜ ନିଜର ବ୍ୟାଗ୍ ସଜାଡ଼ି ଘର ଚାବି ପକାଇ ବାହାରିଗଲୁ ଗେଟ୍ ପାଖକୁ। ବାହାରେ ଥିବା ଆମ ପରିବାର ଲୋକଙ୍କଠାରୁ ଦୂରେଇ ଠିଆ ହେବାକୁ ପଡ଼ିଲା। ଯେମିତିକି ଛୁଆଁଅଛୁଆଁର ଭେଦଭାବ ସମସ୍ତଙ୍କ ମନରେ ଛାଇ ଯାଇଥିଲା। ଆମ ମୁହଁରେ ହସ ଉଭେଇ ଯାଇଥିଲା। ମୁହଁରେ ଥିଲା କେବଳ ମାସ୍କ। ଆଖି ମିଟମିଟ କରି ସମସ୍ତଙ୍କୁ ଚାହିଁ ରହିଥିଲୁ। ତାପରେ ଆମ୍ବୁଲାନ୍ସରେ ବସି ହସ୍ପିଟାଲ ଚାଲିଗଲୁ। ବାଟରେ ଆମ୍ବୁଲାନ୍ସର ସାଇରନ୍ ଶବ୍ଦ ମନକୁ ଭୟଭୀତ କରୁଥିଲା। ଆମ ପରିବାର ପଛ ଗାଡ଼ିରେ ଆସୁଥିଲେ। ଆଗକୁ କିନ୍ତୁ ଭୟର କଳା ବାଦଲଟା ମାଡ଼ି ଆସୁଥିଲା। ହସ୍ପିଟାଲରେ ପହଞ୍ଚିବା ପରେ କରୋନା ରୋଗୀଙ୍କର ମୃତଦେହ ବୁହା ହୋଇ ଯାଉଥିବାର ଦୃଶ୍ୟ ମନକୁ ଆହୁରି ଦୋହଲାଇ ଦେଲା। ସେତେବେଳେ ଆଉ ଜୀବନ ଧରି ଫେରିବୁ କି ନାହିଁ ଚିନ୍ତାର ବିଷୟ ଥିଲା। ସତରେ କ'ଣ ଆମ ପିଲାମାନଙ୍କୁ ଓ ନାତିମାନଙ୍କୁ ଗେହ୍ଲା କରିବା ଆଉ ସମ୍ଭବ ହେବନି? ଏସବୁ ଭାବି ଭାବି ମୁଣ୍ଡଟା ଯେମିତି ମୋର ଘୂରେଇ ଦେଲା। ଭାବିଲି, ମୁଁ ଲେଖିଥିବା ସମ୍ପର୍କର ସେତୁ କବିତାଟି କ'ଣ ସତ ହେଲା? କି ରୋଗ ଆସିଲା, କି ରୋଗ ଆସିଲା, ସମ୍ପର୍କର ସେତୁ ଭାଙ୍ଗିଗଲା, ଆଜି ସମ୍ପର୍କର ସେତୁ ଭାଙ୍ଗିଗଲା। ପ୍ରିୟଜନମାନେ ଗଲେଣି ଦୂରେଇ, ସ୍ମୃତି ସବୁ କିନ୍ତୁ ରହିଗଲା। ସମ୍ପର୍କର ସେତୁ ଭାଙ୍ଗିଗଲା, ଆଜି ସମ୍ପର୍କର ସେତୁ ଭାଙ୍ଗିଗଲା। ସେ ଯାହା ହେଉ, ହସ୍ପିଟାଲରେ ଆମକୁ 8 ଦିନ ରହିବାକୁ ହେଲା। ଡାକ୍ତର ଓ ନର୍ସମାନେ ନିଜ ପରିବାର ଲୋକ ପରି ଆମ ସଙ୍ଗେ ମିଶୁଥିଲେ। ଭଲ ମନ୍ଦ, ଦୁଃଖ ସୁଖ ପଚାରି ବୁଝୁଥିଲେ। ସେମାନଙ୍କର ବ୍ୟବହାର, ଚିକିତ୍ସା ଓ ଅକ୍ଳାନ୍ତ ପରିଶ୍ରମ ପାଇଁ ଆମେ ଦୁହେଁ ଧୀରେ ଧୀରେ ସୁସ୍ଥ ଅନୁଭବ କଲୁ। ଡାକ୍ତରଙ୍କୁ ଆମେ ଆମର ଭଗବାନ ବୋଲି ଧରି ନେଇଥିଲୁ। ସେମାନଙ୍କ ପାଇଁ ଆମେ ନୂଆ ଜୀବନ ଫେରି ପାଇଲୁ। ତେଣୁ ଆମେ ସେମାନଙ୍କୁ ଧନ୍ୟବାଦ ଜଣାଉଛୁ ଓ ଆଶୀର୍ବାଦ କରୁଛୁ। ପରେ ଆଶ୍ୱସ୍ତ ହୋଇ ପୁଣି ସେ ଆମ୍ବୁଲାନ୍ସରେ ଫେରି ଆସିଲୁ ନିଜ ଘରକୁ। ଗେଟ୍ ପାଖରେ ନିଜ ପରିବାରକୁ ଦେଖି ଆଖିରୁ ଖୁସିର ଲୁହ ଗଡ଼ି ଆସିଲା। ଘରେ ପୁଅ ବୋହୂଙ୍କର ସେବା ଯତ୍ନ ଆମକୁ ଶୀଘ୍ର ସୁସ୍ଥ ହେବାରେ ସାହାଯ୍ୟ କଲା। ଭଗବାନ ସମସ୍ତଙ୍କର ମଙ୍ଗଳ କରନ୍ତୁ ଓ ସମସ୍ତଙ୍କୁ ସୁସ୍ଥରେ ରଖନ୍ତୁ। ଏହା ହିଁ ମୋର କାମନା। ଧନ୍ୟବାଦ।